ତୃଷ୍ଣା को କିଡନାପର ମାନେ କିଡନାପ କରି ନେଇଯାଇଥିବାରୁ କ୍ରିଷ୍ଣା ତାଙ୍କ ଭଉଣୀର ଏଭଳିଆ ଖବର ଶୁଣି ସିଧା ଶାରଦା ଦେବୀଙ୍କ ଘରେ ଆସି ପହଞ୍ଚି ଯାଆନ୍ତି। ଆଉ କହନ୍ତି ବହୁତ ଜୋରରେ ରାଗିକି କହିବେ କି ଶାରଦାଙ୍କୁ, କେବଳ ଆପଣଙ୍କ ପାଇଁ ମୋ ଭଉଣୀ ଆଜି ବିପଦରେ ପଡ଼ିଛି। ଆରେ ମୋ ଭଉଣୀକୁ କିଡନାପର ମାନେ କିଡନାପ କରି ନେଇଯାଇଛନ୍ତି। ଆରେ ଆପଣ ଯାହା କରିବାର ଅଛି କରନ୍ତୁ, ହେଲେ ମୋ ଭଉଣୀ କାହିଁକି ଭିତରେ ପୁରଉଛନ୍ତି? କାହିଁକି ମଝିରେ ପୁରଉଛନ୍ତି ଆପଣ? ଗୋଟେ କଥା ସଫା ଶୁଣି ରଖନ୍ତୁ, ଯଦି ମୋ ଭଉଣୀର କିଛି ବି ଅସୁବିଧା ହେଲା ନା, ତାହେଲେ ମୋଠୁ ଖରାପ କେହି ହେବେନି, ଏଇଟା ମନେ ରଖନ୍ତୁ। ତାପରେ ରାଧା କିଛି ନ ବୁଝି ସିଧା ଆସି କ୍ରିଷ୍ଣାଙ୍କୁ ଗୋଟେ ଜୋସ୍ରେ ଥାପଡ଼ ମାରନ୍ତି। ଆଉ କହନ୍ତି କି କ'ଣ କରୁଛନ୍ତି? କ'ଣ କରୁଛନ୍ତି ତମେ? ଆଉ ତମର ସାହସ କେମିତି ହେଲା ମୋ ମା ସହିତ ଏମିତି କଥା ହେବାର? ତମକୁ କିଏ ଏତେ ବଡ଼ ସାହସ ଦେଲା? ତାପରେ କ୍ରିଷ୍ଣା କହିବେ କି ଆଉ କ'ଣ କରିବି, ତମ ମାଆକୁ କ'ଣ ଫୁଲ ଚନ୍ଦନ ଦେଇ ପୂଜା କରିବି? ତାପରେ ପୁଣି କ୍ରିଷ୍ଣା କହିବେ କି ଶାରଦା ଦେବୀ, ମୁଁ ଶୁଣିଥିଲି ଆପଣ ପରା କହନ୍ତି ଆପଣଙ୍କୁ ଏଠି ସମସ୍ତେ ମାନନ୍ତି ବୋଲି, ଏ ଖଣ୍ଡମଣ୍ଡଳରେ ଆପଣଙ୍କ କଥା ସମସ୍ତେ ଶୁଣନ୍ତି ବୋଲି, ଆପଣଙ୍କ କଥାରେ ଉଠନ୍ତି ଆଉ ଆପଣଙ୍କ କଥାରେ ବସନ୍ତି। ଆପଣ କେଉଁଠି ବହୁତ ବହୁତ ପାୱାର ଅଛି, ଆପଣ ବହୁତ ପାୱାରଫୁଲ୍। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମୋ ଭଉଣୀ ଆସିଲାନି କ'ଣ ପାଇଁ? ମୋ ଭଉଣୀକୁ ଖୋଜିକି ଆଣିପାରିନାହାନ୍ତି କ'ଣ ପାଇଁ ଏ ପର୍ଯ୍ୟନ୍ତ? ଆରେ ମୁଁ ତ ଭାବୁଥିଲି ଆପଣ ବହୁତ ବଡ଼ ଡନ୍ ବୋଲି, ଆପଣଙ୍କ ଏ ଖଣ୍ଡମଣ୍ଡଳରେ ବହୁତ ନାଁ ଚାଲେ। କିନ୍ତୁ ନା, ମୁଁ ଭୁଲ ଥିଲି ଶାରଦା ଦେବୀ, ଏକଦମ ମୁଁ ଭୁଲ ଥିଲି। କାରଣ ଆପଣ ଡନ୍ ନୁହନ୍ତି, ହେଲା? ଆପଣଙ୍କ କଥାରେ ଏଠି କେହି ଶୁଣନ୍ତିନି, ଆପଣଙ୍କ କଥା ଏଠି ହୁଅନ୍ତିନି, ଆପଣଙ୍କ କୌଣସି ପାୱାର ନାହିଁ, ବୁଝିଲ? ତାପରେ ଶାରଦା ଦେବୀ ରାଗିଯାଆନ୍ତି ଆଉ କହନ୍ତି କି ବାସ୍ ବହୁତ ହେଇଗଲା। ଆଉ ଶୁଣ, ତୋ ଭଉଣୀ ଫେରି ଆସିବ, ଏଇଟା ମନେ। ତାପରେ କ୍ରିଷ୍ଣା ଭାଇ ଶୁଣିକି ଶାରଦା ଦେବୀଙ୍କ କଥା ଶୁଣିକି ପୁରା ଚୁପ୍ ହେଇଯାଆନ୍ତି। ଆଉ ଶାରଦା ଦେବୀ ମୋତେ ବହୁତ ରାଗିକି କହନ୍ତି କି ତୁ ବ୍ୟସ୍ତ ନା, ତୋ ଭଉଣୀ ତୋ ପାଖରେ ହିଁ ପହଞ୍ଚିଯିବ।